ଲେଖା ହେଇଛି ସ୍ୱର୍ଗ ଏବଂ ମର୍ତ୍ତ୍ୟ ଆର ସମସ୍ତେ ତାହାଙ୍କ ନିକଟରେ ନତମସ୍ତକ ହେବେ। ଆଣ୍ଠୁ ପ୍ରତ୍ୟେକ ଆଣ୍ଠୁ ଭାଙ୍ଗିବ ଏବଂ ପ୍ରତ୍ୟେକ ଜିହ୍ବା ସ୍ୱୀକାର କରିବ ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ। ହାଲେଲୁୟା। ପଢିଲେ କି? ପଢନ୍ତୁ। ହଁ ହଁ ହାଲେଲୁୟା ହାଲେଲୁୟା। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ପୁରର ପ୍ରତ୍ୟେକ ଜାନୁ ତାହାଙ୍କ ନିକଟରେ ନତ ହେବ ଏବଂ ସ୍ୱୀକାର କରିବ ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ ଅଟନ୍ତି। ହାଲେଲୁୟା। ସେହି ନାମ ଜୀବିତ ନାମ ଆଜ୍ଞା। ଆଜି ସେହି ନାମ ଆଜି ସମସ୍ତଙ୍କୁ ବାନ୍ଧି ରଖିଛି। ସେହି ନାମ ଆଜି ଆମ ସମସ୍ତଙ୍କ ଏ ସ୍ଥାନକୁ ଆଣିଛି। ଆମେ ମାନେ ସେହି ନାମରେ ବିଶ୍ୱାସକାରୀ ଅଟୁ। ଆମେ ମାନେ ସେହି ଯୀଶୁ ନାମର ବିଶ୍ୱାସକାରୀ ଅଟୁ। ଆଉ ସେହି ଯୀଶୁ ନାମ ଆଜି ଆମ ମାନଙ୍କ ଏ ସ୍ଥାନ ମଧ୍ୟକୁ ଆଣିଅଛି। ହାଲେଲୁୟା। ଆଉ ବହୁମୂଲ୍ୟ ନାମ ହଉଛି, ଆଶ୍ଚର୍ଯ୍ୟକାରୀ ନାମ ହଉଛି ସେହି ନାମ। ଆଉ ସେହି ନାମରେ ଆପଣ ମାନେ ବିଶ୍ୱାସରେ ଯାହା କିଛି ମାଗିବେ, ପ୍ରଭୁ ଯୀଶୁ ଗୋଟେ କଥା କହିଲେ, ବିଶ୍ୱାସରେ ଯାହା କିଛି ମୋ ନାମରେ ତମେ ମାଗିବ ସବୁ ପାଇବ। ହାଲେଲୁୟା। ପ୍ରଭୁ ଯୀଶୁ କରେ ବିଶ୍ୱାସ କର, ମୋ ନାମରେ ମାଗ, ମୋ ନାମରେ ଯାହା କିଛି ମାଗିବ ତମେ ପାଇବ। ହାଲେଲୁୟା। ଏମିତି କିଏ ଅଛି ଆଜ୍ଞା ମୋର ନାଁ ଉଚ୍ଚାରଣ କରିକି ମାଗ ଆଉ ସବୁ ତମକୁ ମିଳିବ ବୋଲି କହିବାର? କୁଦେବା ଦେବୀ ଅଛି ଏ ଜଗତରେ, କୁଦେବା ଦେବୀ ଅଛି ମୋର ନାଁ ଉଚ୍ଚାରଣ କରିକି ମାଗ ଆଉ ପାଇବ ବୋଲିକି? କିଛି ନାହିଁ। ପ୍ରଭୁ ଯୀଶୁର ନାମ ଗୋଟେ ନାମ ଆଜ୍ଞା। ସେହି ନାମକୁ ଆପଣ ଉଚ୍ଚାରଣ କରି ଯାହା ମାଗିବେ ତାହା ପାଇବେ। ହାଲେଲୁୟା ହାଲେଲୁୟା। ଆଉ ତାହା ସେହି ନାମ ହଉଛି ଅନନ୍ତକାଳୀନ ନାମ। ସେହି ନାମ କେବେ ଲୁପ୍ତ ହବ ନାହିଁ, ଆଉ ସେହି ନାମ କେବେ ଶେଷ ହେବ ନାହିଁ। କୌଣସି ବ୍ୟକ୍ତି ସେହି ନାମକୁ ଲୋପ କରିପାରିବ ନାହିଁ। ହାଲେଲୁୟା ହାଲେଲୁୟା ହାଲେଲୁୟା। ତୃତୀୟ ବିଷୟ, ଆସନ୍ତୁ ଆମେ ମାନେ ତୃତୀୟ ବିଷୟ ମଧ୍ୟକୁ ଯାଉ ଏବଂ ଆମେ ମାନେ ଯାହା ପଠନ କରୁଥିଲୁ ତାର ପ୍ରଥମ ପିତର 1:25 କଣ ପଢିଲେ? ଧନ୍ୟବାଦ। ହାଲେଲୁୟା। ଈଶ୍ୱରଙ୍କର ବାକ୍ୟ, ଈଶ୍ୱରଙ୍କର ବାକ୍ୟ ଅନନ୍ତ କାଳ ସ୍ଥାୟୀ ବାକ୍ୟ। ହାଲେଲୁୟା ହାଲେଲୁୟା। ଆଜ୍ଞା କଳା ଅକ୍ଷରରେ ଲେଖା ହେଇଛି। ଏଟା କିଏ ଲେଖିଛି? ଅକ୍ଷର କଳାଟା ଏଟା ଆମେ ପଢୁଛୁ। ଆମେ ସେଇ ଚିନ୍ତାଧାରାରେ ଅଛୁ କି ସେୟା ଭାବନ୍ତୁ ନାହିଁ। ଏହା ହଉଛି ଅନନ୍ତ କାଳର ବାକ୍ୟ। ହାଲେଲୁୟା। ଅନନ୍ତ କାଳ ସ୍ଥାୟୀ ବାକ୍ୟ ଆଜ୍ଞା। ପ୍ରଭୁଙ୍କ ବାକ୍ୟରେ ଲେଖା ହେଇଛି, ଯିଶାୟା ତାର 40:8 ଲେଖା ଯାଇଛି, ସବୁ ଲୋପ ପାଇବ, ସବୁ ଲୋପ, ଆକାଶ ମଣ୍ଡଳ ଏବଂ ପୃଥିବୀ ଲୋପ ପାଇବ। ଆଉ ମାଥ୍ୟୁ ତାର 24:35 ବି ଲେଖାଯାଏ, ଆକାଶ ମଣ୍ଡଳ ପୃଥିବୀ ଲୋପ ପାଇବ, ମାତ୍ର ଈଶ୍ୱରଙ୍କର ବାକ୍ୟ କେବେ ଲୋପ ପାଇବ ନାହିଁ। ହାଲେଲୁୟା ହାଲେଲୁୟା। ଯିଶାୟା 40:8 ଟିକେ ପଢନ୍ତୁ। ହାଲେଲୁୟା ହାଲେଲୁୟା। শুষ্ক তৃণ শুষ্ক হয়ে যায়, পুষ্প মলিন হয়ে যায়, ସବୁ ଲୋପ ହେଇଯାଏ, ସବୁ ସମାପ୍ତ ହେଇଯାଏ, ମାତ୍ର ପରମେଶ୍ୱରଙ୍କର ବାକ୍ୟ କେବେ ଲୋପ ହୁଏ ନାହିଁ। ପରମେଶ୍ୱରଙ୍କର ବାକ୍ୟ କେବେ ଲୋପ ହୁଏ ନାହିଁ। ତାହା ଅନନ୍ତ କାଳ ସ୍ଥାୟୀ ବାକ୍ୟ। ହାଲେଲୁୟା। ଏହି ବାକ୍ୟ ଅନନ୍ତ କାଳ ସ୍ଥାୟୀ ବାକ୍ୟ। ଏହି ବାକ୍ୟ ହେଉଛି ଜୀବନଦାୟକ ବାକ୍ୟ। ଏହି ବାକ୍ୟରେ ପ୍ରଭୁ এই ସାରା ବିଶ୍ୱମଣ୍ଡଳ ସେ ସୃଷ୍ଟି କଲେ। ଆଦି ପୁସ୍ତକ 1 ଯେତେବେଳେ ଆପଣ ମାନେ ପଢିବେ, ସେ କହିଲେ ସଦାପ୍ରଭୁ କହିଲେ ଦୀପ୍ତି ହେଉ, ଦୀପ୍ତି ହେଲା। ହାଲେଲୁୟା। ସେ ବାକ୍ୟରେ ଶକ୍ତି ଅଛି, ଆଉ ସେଇ ବାକ୍ୟରେ ମହତ ମହତ ଶକ୍ତି ଅଛି। ଆଉ ପ୍ରଭୁ ଆଉ ଆପଣ ମାନେ ଯଦି ମାଥ୍ୟୁ ତାର 8 ଅଧ୍ୟାୟ ପଢିବେ, ଜଣେ ସତ ସେନାପତି ଆସିକି ଯୀଶୁଙ୍କ ପାଖକୁ ଆସିକି କହୁଛନ୍ତି ତାହାଙ୍କର ଜଣେ ଦାସ ପକ୍ଷାଘାତ ରୋଗରେ ପଡ଼ିଛନ୍ତି ଏବଂ ସେ ଆଉ ସୁସ୍ଥ ପାଉନାହାନ୍ତି, ବହୁତ ଦିନ ହେଲାଣି, ଆଉ ଶଯ୍ୟାଗତ ଅବସ୍ଥାରେ ଅଛନ୍ତି। ତାଇ ସେ ସତ ସେନାପତି ଆସି ଯୀଶୁଙ୍କ ନିକଟରେ ନିବେଦନ କରୁଛନ୍ତି, ଆଉ ପ୍ରଭୁ ମୁଁ ଜଣେ ସତ ସେନାପତି ସତ,
କିନ୍ତୁ ଆପଣ ଯେ ମୋ ଘରେ ପାଦ ଦେବେ, ଆପଣ ମୋ ଘରେ ପାଦ ପକେଇବେ, ଏ ପ୍ରକାର ମୁଁ ଯୋଗ୍ୟ ନାହିଁ। ମାତ୍ର ଆପଣ ପଦେ ଆଜ୍ଞା କରନ୍ତୁ ପ୍ରଭୁ, ଆପଣ ପଦେ ଯଦି କହିଦେବେ ତୁମର ପୁଅ ସୁସ୍ଥ ହଉ, ତୁମର ଦାସ ସୁସ୍ଥ ହଉ ବୋଲେ ମୋର ଦାସ ସୁସ୍ଥ ହେବ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। କାରଣ ସତ ସେନାପତି ମଧ୍ୟ ଜାଣିଥିଲେ ଯେ ଯୀଶୁ ଯଦି ପଦଟେ କଥା କହିଦେବେ ମୋହର ଦାସ ଘରେ ଥିଲେ ବି ସୁସ୍ଥ ହବ। ହାଲେଲୁୟା। ସେ ବାକ୍ୟରେ ଶକ୍ତି ଅଛି ପ୍ରିୟମାନେ, ପ୍ରଭୁଙ୍କର ଏଇ ବାକ୍ୟରେ ଶକ୍ତି ଅଛି, ଆଉ ଏଇ ବାକ୍ୟରେ ଶକ୍ତି ଅଛି, ଆଉ ସେଇ ବାକ୍ୟ ହଉଛି ଅନନ୍ତ କାଳ ସ୍ଥାୟୀ ବାକ୍ୟ। ହାଲେଲୁୟା, ହାଲେଲୁୟା। ତେଣୁ ଏହି ବାକ୍ୟକୁ ଆମେ ମାନେ ଦେଖୁଅଛୁ ଆକାଶ ମଣ୍ଡଳ ମାଥି ତାର 24:35 ରେ ଲେଖାଯାଏ। କଣ ଲେଖାଯାଇଛି? ମାଥି 24:35। ଆକାଶ ପୃଥିବୀ ଲୋପ ପାଇବ, ହେଲା। ଆକାଶ ମଣ୍ଡଳ